ମେଘମାଳାରେ ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ଆଶା କରେ ଆପଣ ସମସ୍ତେ ଭଲରେ ଅଛନ୍ତି ଆଉ ପ୍ରଭୁଙ୍କର ପଛରେ ଆପଣ ଚାଲୁଛନ୍ତି, ଏହା ମୁଁ ବିଶ୍ୱାସ କରୁଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ପ୍ରତି ପ୍ରଭାତରେ ଆମମାନଙ୍କୁ ଏହି ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଶୁଣିବା ପାଇଁ ସେ ଆମମାନଙ୍କୁ ସୁଯୋଗ ଦେଉଛନ୍ତି। ସେଥିପାଇଁ ସର୍ବପ୍ରଥମେ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣମାନେ ଦେଖୁଛନ୍ତି, ଶୁଣୁଛନ୍ତି, ଲାଇକ୍ ସେୟାର କମେଣ୍ଟସ୍ କରୁଛନ୍ତି। ଏଥି ନିମନ୍ତେ ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆଜି ମଧ୍ୟ ଆମମାନେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମେ କଥାବାର୍ତ୍ତା ହେବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବ୍ୟଭିଚାର ପାପ ବଢ଼ିବାର ମୁଖ୍ୟ କାରଣ। ବ୍ୟଭିଚାର ପାପ ବଢ଼ିବାର ମୁଖ୍ୟ କାରଣ। ପ୍ରିୟମାନେ, ଅନେକ ଲୋକ এই ବ୍ୟଭିଚାର ପାପ ସେମାନେ କରନ୍ତି, ମାତ୍ର ଏଇଟା ସେମାନେ କହିବା ପାଇଁ ପସନ୍ଦ କରନ୍ତି ନାହିଁ। କାରଣ କାହିଁକି ତୁମେ ଏହି ପ୍ରସଙ୍ଗରେ ଭିଡ଼ିଓ ବନାଉଛ, ଏଇଟା ଗୋଟେ ପ୍ରସଙ୍ଗରେ ଭିଡ଼ିଓ ବନେଇବା କଥା କି, ଏହି ପ୍ରକାର ଅନେକ କଥା ସେମାନେ କହନ୍ତି। ମାତ୍ର ସେମାନେ ଗୁପ୍ତ ଭାବରେ ଏହି ପ୍ରକାର ପାପରେ ସେମାନେ ଲିପ୍ତ ହୋଇକିନା ରହନ୍ତି। ଆଜି ଦୁନିଆରେ ସବୁଠୁ ଅଧିକ ପରିମାଣରେ କରୁଥିବା ପାପ ହେଲା ଏ ବ୍ୟଭିଚାର ପାପ। ଆଉ ଲୋକମାନେ ଏହି ପାପ କରିବା ପାଇଁ ପସନ୍ଦ କରନ୍ତି, ଏ ପାପକୁ ସେମାନେ ବହୁତ ପସନ୍ଦ କରନ୍ତି। ପ୍ରିୟମାନେ, ମାତ୍ର ଆମେ ପ୍ରଭୁଙ୍କ ଲୋକମାନେ, ଆମମାନେ ଏ ବ୍ୟଭିଚାର ପାପଠାରୁ ଆମମାନଙ୍କୁ ଦୂରକୁ ରହିବାର ଅଛି। କାରଣ ଆମମାନଙ୍କ ପରମେଶ୍ୱର ପବିତ୍ର ପରମେଶ୍ୱର ସେ ଅଟନ୍ତି। ଗୋଟେ ବାକ୍ୟ ପଢ଼ିବା ଆମମାନେ ପ୍ରଥମ କରନ୍ତୀୟ 6:18 ବ୍ୟଭିଚାର ଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତାହା ଶରୀରର ବହିର୍ଭୂତ। ମନୁଷ୍ୟର ଯେକୌଣସି ପାପ କରେ, ବିଭିନ୍ନ ପ୍ରକାର ପାପ ଅଛି, ଯେଉଁ ପାପ ଆମେ କରିବା ତାହା ଶରୀରର ଭିତର ପାପ ନାହିଁ, ଶରୀରର ବାହାର ପାପ ଅଟେ। ମାତ୍ର ଏହି ବ୍ୟଭିଚାର ପାପଟା ଆମ ଶରୀର ବିରୁଦ୍ଧରେ ପାପ ଅଟେ, ଶରୀରର ଭିତରର ପାପ ଅଟେ। ଆମେ ଏହି ପାପଠାରୁ ଆମକୁ ପଳାୟନ କରିବା ନିମନ୍ତେ ବାଇବଲ କହେ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଶରୀର ପବିତ୍ର ଆତ୍ମାଙ୍କର ମନ୍ଦିର ଅଟେ। ଏହି ଶରୀରକୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ରକ୍ତ ଦେଇ ସେ କ୍ରୟ କରିଅଛନ୍ତି। ଏହି ଶରୀର ଦ୍ୱାରା ଆମେ ପରମେଶ୍ୱରଙ୍କର ଗୌରବ କରିବା ଉଚିତ। ଏହି ଶରୀର ଖ୍ରୀଷ୍ଟଙ୍କର ଅଙ୍ଗ ଅଟେ, ଏହା ବାଇବଲ ଆମମାନଙ୍କୁ କହେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦିନ ପ୍ରତିଦିନ ଏହି ପାପ ବଢ଼ିବାର ମୁଖ୍ୟ କାରଣ ଏହା ଅଟେ, ଯାହାକି ବାଇବଲ ଆମମାନଙ୍କୁ କହେ। ପଢ଼ିବା ମାଥ୍ୟୁ ଲିଖିତ ସୁସମାଚାର 5:27। ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ବ୍ୟଭିଚାର କର ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗେ ମନେ ମନେ ବ୍ୟଭିଚାର କଲାଣି। ପ୍ରିୟମାନେ, ବ୍ୟଭିଚାର ପାପ ବଢ଼ିବାର ମୁଖ୍ୟ କାରଣ ହେଲା ଆମର ଆଖି, ଆମର ଚକ୍ଷୁ। ଏହି ଚକ୍ଷୁ ଦ୍ୱାରା ବ୍ୟଭିଚାର ପାପର ଆରମ୍ଭ ହୋଇଥାଏ। ଆଉ ଏହି ଚକ୍ଷୁ ଦ୍ୱାରା ଆଜିକାଲି ସାନ ବଡ଼ ବୟସ୍କ ଲୋକ ସମସ୍ତେ ଗୋଟିଏ ବିଷୟକୁ ବେଶୀ ଦେଖୁଛନ୍ତି, ତାହା ହେଲା ମୋବାଇଲ। ଏହି ମୋବାଇଲ ଦ୍ୱାରା ସେମାନଙ୍କ ଭିତରେ ଶାରୀରିକ ଅଭିଳାଷ ଅଧିକ ପରିମାଣରେ ଜାଗ୍ରତ ହେଉଛି। ମୋବାଇଲ ଦ୍ୱାରା ଅନେକ ଅଶ୍ଳୀଳ ଫଟୋ, ଅଶ୍ଳୀଳ ଭିଡ଼ିଓ ଗୁଡ଼ିକ ଦେଖୁଛନ୍ତି। ଆଉ ଦେଖିବା ଦ୍ୱାରା ସେମାନଙ୍କ ମନ ମଧ୍ୟରେ ଏହି କାମ ଭାବନା, ଏହି ଶାରୀରିକ ଅଭିଳାଷ ଜାଗ୍ରତ ହେଉଛି। ଆଜିକାଲି 10 ବର୍ଷର ଛୁଆମାନଙ୍କର ମଧ୍ୟ ଗାର୍ଲଫ୍ରେଣ୍ଡ ଅଛନ୍ତି, ବୟଫ୍ରେଣ୍ଡ ଅଛନ୍ତି। କାରଣ ସେମାନେ ଏହି ମୋବାଇଲ ମାଧ୍ୟମରେ ଯେଉଁ କାର୍ଟୁନ ଗୁଡ଼ିକ ଦେଖୁଛନ୍ତି, ଯେଉଁ କାର୍ଟୁନ ଗୁଡ଼ିକରେ ସେମାନେ କି ପ୍ରକାର ଭାବରେ ସେ କାର୍ଟୁନକୁ ଡିଜାଇନ୍ କରିଛନ୍ତି, ସେ କାର୍ଟୁନରେ ମଧ୍ୟ ଯେଉଁ କ୍ୟାରେକ୍ଟର ମାନେ ଅଛନ୍ତି ସେମାନଙ୍କର ମଧ୍ୟ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଗୁଡ଼ିକ ଥାଏ। ଆଉ ସେ ସବୁ ଗୁଡ଼ିକକୁ ଦେଖି ଏମାନଙ୍କର ମଧ୍ୟ ମନ ମଧ୍ୟରେ ଆସୁଛି। ସେଥିପାଇଁ ଏହି ପାପ ଦିନ ପ୍ରତିଦିନ ବଢ଼ିବାର ଲାଗିଛି। ଆଜି ସମସ୍ତଙ୍କ ହାତରେ ମୋବାଇଲ ଆଉ ଇଣ୍ଟରନେଟର ସୁବିଧା ଏତେ ହେଇଯାଇଛି, ଆଉ ସେମାନେ ଏହି ମୋବାଇଲ ମାଧ୍ୟମରେ ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ଦେଖୁଛନ୍ତି। ଆଉ ସେହି ବିଷୟ ଗୁଡ଼ିକ ସେମାନଙ୍କର ମନ ମଧ୍ୟରେ ଏହି କାମ ଅଭିଳାଷ, ଏହି ଶାରୀରିକ ଅଭିଳାଷକୁ ଜାଗ୍ରତ କରୁଛି, ଯାହାଦ୍ୱାରା କି ଏହି ପାପ ଦିନକୁ ଦିନ ବଢ଼ିବାରେ ଚାଲିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଲେଖାଯାଏ ଯେ ଯଦି କେହି ମନେ ମନେ ଯଦି କାହା ପ୍ରତି କାମ ଦୃଷ୍ଟି କରେ, ଫଟୋ ଦେଖି, ଭିଡ଼ିଓ ଦେଖି, ସେ ଏହି ପ୍ରକାର କରି ପ୍ରଥମେ ନିଜକୁ ଉତ୍ତେଜିତ କରୁଅଛନ୍ତି। ପ୍ରଭୁଙ୍କର ଦାସ ଭାବରେ ଆପଣ ସମସ୍ତଙ୍କୁ କହିବାକୁ ମୁଁ ଚାହେଁ,
मोबाइल आमको निहाती आवश्यक। मोबाइल द्वारा आम मेसेज शुणुचु, मोबाइल द्वारा आम कथबार्ता होचु, मोबाइल द्वारा आम अनेक काम करचु। मोबाइल आमर आवश्यक रही, मात्र मोबाइल आमको न चलाओ। मोबाइल को आमे चलेबा, आमे मोबाइल रे आमे कौन देखिबा कौन देखिबा नहीं यह आमे डिसाइड करिबा। आमे प्रिय प्रभु को लोक माने ओई प्रकार भल विषय गुड़ी मोबाइल रही आ खराब विषय गुड़ी मोबाइल रही आ अनेक लोक से खराब विषय गुड़ी को देखिबा पाई ही से माने आग्रह प्रकाश करती। से आमे प्रभुंकर लोक माने ए जो चक्षु लिखा जाउछि ना माथ्यू 5 अध्याय यार 29 पद पढ़िबा आमे। आउ तुम्हर दक्षिण चक्षु जेबे तुम्हर विघ्नर कारण हुए, कोटा विघ्नर कारण हुए, कोटा झुंटिबार कारण हुए आमर आखि। प्रिय माने आइब से पाउंस गदा उपरे बसी देह सारा घा फुटका होईची, पूरापूरी तांकर बथ हो जाइची। आउ से कहउचंती मु आपणा चक्षु सहित नियम करिछि। आज आमे आमर चक्षु सहित आमको नियम करिबार अछि। से कहिले मु युवती प्रति कि प्रकार अनेइबी, एटा मु नियम करिछि। प्रिय माने आज मोबाइल को आमे केमिति देखिबू नहीं। दुनिया लोक से माने एई सबुरे किछि सेमान को जाय आसा नहीं, मात्र आमे प्रभुंकर लोक माने एई सब विषय प्रति आम जागृत हेबा, ताहा हेले आमाने पवित्र हिगा रहिबा आमे। कारण जो माने व्यभिचार काम करती से माने ईश्वरंक राज्यर अंशी हेबे नहीं। बाइबल आमको अति स्पष्ट भाव रे आमको कहे जे व्यभिचारी माने से माने बाहर रहिबे। कारण जेतिकी जाक लिस्ट बाइबल रे पाप विषय रे दिया जाइछि से सब लिस्ट गुडी करे आमे देखि पारुछु जो माने व्यभिचारी माने से माने बाहर रहिबे। आमे पढ़िबा आमे प्रथम कोरिन्थियो 6 अध्याय एहार 9 पद लेखा गला ओबा अधार्मिक माने जे ईश्वरंक राज्यर अधिकारी हेबे नहीं, एहा कि तुम्हें माने जानो नहीं, भ्रांत हो नहीं। व्यभिचारी कि प्रतिमा पूजक कि पारदारिक कि स्त्रीवत आचारी कि पु मंथनकारी कि चोर कि धनलोभी कि मतुआल कि निंदक कि परद्रव्य लुंठनकारी एमाने ईश्वरंक राज्यर अधिकारी हेबे नहीं। जदि आमे अधिकारी ईश्वरंक राज्यर हेबु नहीं, ताहाले आमे प्रभुंक पाखक आसिका लाभ कौन? प्रिय माने से निमंते परमेश्वर आम मानू वाक्य द्वारा कहउचंती जे एही पाप बेसी मात्रा बढ़ुची कहीं देखिबा द्वारा। कूड़ा देखुचु आमे मोबाइल देखुचु, आमे मोबाइल समस्त हस्तरे रही आ समस्ते देखुचंती। आ ए मोबाइल को आमाने आमर विनाशर कारण करबा नहीं। आमे मोबाइल आमको दरकार, बिना मोबाइल रे आमे कि प्रकार भाव रे आमे चली परिबा। आमे मोबाइल निहाती आमको दरकार, मात्र एहा आमको नष्ट न करू। आमे नियम करिबार अछि, प्रार्थनार सहित एहाको व्यवहार करने को शिखिबार अछि। जड़े प्रभुंकर दास से मोबाइल किणले, स्मार्टफोन किणले, आउ से स्मार्टफोन को कंट्रोल करि पारले नहीं। से स्मार्टफोन तांकु संपूर्ण भाव में भूल बाट कढ़े नेला। ता पछे से स्मार्टफोन छाड़ी दे से गोटे छोटिया कीपैड फोन रखिले। प्रिय माने जेते जाए आपण फोन को चलाइबाटा शिखि नांती, फोन आपण को चलाउची, ताहाले आपण से फोन ठार दूर को रखी गोटे छोटिया कीपैड फोन नेले, कीपैड फोन नेले आपण पई भलो हेबो। प्रिय माने नले आपण नष्ट हो जिवे। कारण एही पाप आमको संपूर्ण भाव में ईश्वरंक राज्य ठारू अलगा करदेव। प्रभु आमान को दया करंतु, अनुग्रह करंतु। आउ ये पाप दुनिया रे दिन को दिन बढ़ुची। आउ ये पाप स्कूल रे रही, कॉलेज रे रही, ऑफिस रे रही, सब स्थान रे ये पाप रही। जुआड़ को गले मध्य जोसेफ काम क्षेत्र को जाइथिले, से स्थान रे 44 रो स्त्री, जोसेफ रो किछि भूल नहीं। जोसेफ से प्रकार मनोभाव रखि नथिला, आपण मध्य से प्रकार मनोभाव रखिबे नहीं, मात्र अन्य माने आपण को प्रति से प्रकार मनोभाव रखिबे। सेति प्रभु आमान को दया करंतु, अनुग्रह करंतु। आउ एही प्रकार विषय गुड़िक उपरे आमको जयलाभ करबा पई सहाय्य करंतु। प्रार्थना करिबा। मंगलमय पिता, मु तुमको धन्यवाद दिए। आज मध्य तुमे आमान को प्रभु सतर्क करैछ। आमर चक्षु जदि आमर विघ्नर कारण हुए, प्रभु आम चक्षु द्वारा आम केते विषय देखि पारुछु, आम चक्षु द्वारा आम केते लाभवान पाउछु, मात्र चक्षु आमर विघ्नर कारण न हेउ। प्रभु जो फोन गुड़िक अनेक भाई भौणी माने धरिछंती, से माने ताहाको नियंत्रण करि पारु नाहंती, ता द्वारा अश्लील वीडियो गुड़िक देखुछंती, अन्य मान सहित से माने चैटिंग करुछंती, अन्य मान सहित से माने फोन रे दिन राति गपुछंती। ए सब गुड़िक से मानको नष्ट करूछि। दया करी प्रभु से मानको अनुग्रह कर, रक्षा कर, जहा द्वारा कि प्रभु
ସେମାନେ ଏ ବ୍ୟଭିଚାର ପାପ ଉପରେ ଜୟଲାଭ କରିପାରିବେ, ଚକ୍ଷୁର ଅଭିଳାଷ ଉପରେ ଜୟଲାଭ କରିପାରିବେ। ଦୟାକରି ସାହାଯ୍ୟ କର। ଦିନ ପ୍ରତିଦିନ ଏ ପାପ ବଢ଼ୁଥିବା ସମୟରେ ପ୍ରଭୁ ତୁମେ ଆମମାନଙ୍କୁ ପ୍ରଭୁ ଏହି ସନ୍ଦେଶ ଗୁଡ଼ିକ ଦେଉଛ ଯେ ପ୍ରକାର କି ଆମେ ପଡ଼ି ନ ଯାଉ। ପ୍ରଭୁ ଧନ୍ୟବାଦ ଦିଏ। ଯେଉଁମାନେ ଏ ପ୍ରକାର ପାପରେ ଲିପ୍ତ ଅଛନ୍ତି ସେମାନେ ଅନୁତାପ କରି ମନ ପରିବର୍ତ୍ତନ କରି ତୁମ ନିକଟକୁ ଫେରି ଆସିବେ, ନିଜର ପାପ ଗୁଡ଼ିକକୁ ତୁମ ଠାରେ ଧୋଇ ହେଇ ଗୋଟେ ପବିତ୍ର ଜୀବନଯାପନ କରିପାରିବେ। ଦୟାକରି ତୁମେ ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦିଏ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି ଆସନ୍ତା ଅଧ୍ୟାୟରେ ଆମେ ପୁନର୍ବାର ପରସ୍ପର ସହିତ ସାକ୍ଷାତ କରିବା। ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।